ଏଇଟା କଣ ଆସିଲା କାଟିଦେଲା କି? ନା ନା କହୁନା ମୁଁ ଅଛି ତ। ହଁ ଆଜ୍ଞା ଟିକେ ମୁଁ ଆପଣ ଜାଣିଥିବେ ଉଦୟପଟ ପାରାଦୀପ ଉଦୟପଟ। ହଁ ହଁ ସେଠିକେ ଦେଖିତ ଆମେ ନିଜେ ମୁଁ ନିଜେ କହୁଛି ଟିକେ ହଁ ସେ ଯୋଉ ଏ ନବଦ୍ୱାର ଖୋଲା ଗୋଟେ ଦ୍ୱାର ବନ୍ଦ ଆମର। ହଁ ସେଇ ଦ୍ୱାରରେ ପ୍ରବେଶ କରିକି ମନ୍ଦିରକୁ ପଶିଲେ ଦେଉଳରେ ଆମେ ଦିଅଙ୍କୁ ଦର୍ଶନ କରିବା। ହୁଁ ସେଇ ଯାକେ ଆପଣ ଟିକେ ଅନୁଭୂତି ହେଇଛି ନା କାହିଁ ମୁଁ ଟିକେ ଆପଣଙ୍କ ଟିକେ କଣ ଟିକେ ପ୍ରଶ୍ନ ଶୁଣିବାକୁ ଚାହୁଁଛି। କଣ ଅନୁଭୂତି? ସେ ଦଶମ ଏଇ ଯୋଉ ମନ୍ଦିର ଭିତରେ ପ୍ରବେଶ କରିବାଟା। ତମେ ଗୁରୁ କରିଛ ନା? ହଁ ଆଜ୍ଞା। ଗୁରୁ ଦଶମ ଦ୍ୱାର କାହାକୁ କହିଛନ୍ତି? ଆପଣ ଯୋଉ କହୁଥିଲେ ତାଲୁକା କହୁଥିଲେ। ତାଳୁକାଟା କୋଉଠି? ତାଳୁକା ମସ୍ତିଷ୍କ। ମସ୍ତିଷ୍କ ଯେ ଦଶମ ଦ୍ୱାର ଟା କୋଉ ଜାଗା? ଦଶମ ଦ୍ୱାର ଟା କିଏ ସେ? ନବଦ୍ୱାର 9ଟା ଦ୍ୱାର ଆମେ ଜାଣିଛନ୍ତି। ତେଣୁ ଦଶମ ଦ୍ୱାର ଟା କିଏ? ଦଶମ ଦ୍ୱାର କଣ ନାଭି? ତାହେଲେ ତମ ଗୁରୁ ତମକୁ କହିନାହାନ୍ତି। କହିଛନ୍ତି ନାଭି। ନାଭିଟା ଦଶମ ଦ୍ୱାର। ଦନ୍ତ ସନ୍ଧି ମଧ୍ୟ ଦେଖ ତାଳୁକାକୁ ବାଟ ଅମିୟ ଝରୁଛି ସେହି 10 ଦ୍ୱାର ପାଠ। ବୁଝିଲ? ଆଜ୍ଞା। ତ କହିଲି ଦନ୍ତ ସନ୍ଧି ମଧ୍ୟ ଦେଖ ତାଳୁକାକୁ ବାଟ ଅମିୟ ଝରୁଛି ସେହି ସରସ୍ୱତୀ ଘାଟ। ଆଜ୍ଞା ଠିକ ଯେ ସେଇଟା ତ ଆଗ କହିଲି। ହଁ ତାହେଲେ ଆଉ କଣ ନାଭି ତ ଓଲଟେଇ ଦେଲେ ଏପଟକୁ ହଉଛି ସେ ଏପଟେ ଅଛି ଏପଟେ ଅଛି। କେମିତି ନାଭି କୋଉଠି ଦନ୍ତ ସନ୍ଧି କୋଉଠି? ଶୁଣ ପବନ ଶୁଣନ୍ତି ପ୍ରାଣ ଆଉ ଆତ୍ମା ହୁଁ ସେଇ ପବନ ପ୍ରାଣ ଆତ୍ମା ରୂପରେ ଖେଳୁଛନ୍ତି ଓଲଟା ଓଲଟି ହେଇକି। ହୁଁ ସେଇ ଯୋଉ ଦାନ୍ତ ସନ୍ଧି ବାଟ ଦେଇକି ଯାଉଛି ସେଇ ତ ଦଶମଙ୍କ ବାଟ। ଆଉ ତ ଜାଣିଛ ଆଉ ମତେ କଣ କହୁଛ ଆଉ ଅଧିକ। ନାଇଁ ନାଇଁ ମୁଁ ହେଇଆ କହୁନି ଆପଣଙ୍କୁ। ନା ତମେ ତ ଜାଣିଛ ନାଇଁ ସେଟା ନାଇଁ ମୁଁ ସେଇଆ ନୁହଁ ଆପଣ ସେଇ ଯୋଉ ବାଟ ଦେଇ ଦର୍ଶନ ଟା ଆମର ହେଇଛି କି? କାହାର ମୋର? ଆଜ୍ଞା। ନା ମୋର ହେଇନି ମୁଁ ତ ମୋଟେ କିଛି ଜାଣିନି ଆଉ। ନା ଏଥିରେ ଗଲତି କଣ ଅଛି ଆମେ ଏଥିରେ ଆମର ଗଲତି କଣ ରହିଲା ଶୁଣ ମୁଁ ଆମେ ଗଲେ କହୁଛି କଣ ଶୁଣ ଆମେ ଯାଇଥିଲେ ସୁଧା ଆମେ ଯାଇଥିଲେ କଣ କିଏ ଫେରେଇ ଆଣିବ? ବାସ ତମେ ଯଦି ଯାଇଛ ଯା ମୁଁ ଯାଇନି। ନାଇଁ ଆପଣ ଟିକେ ଏଇଠି ଜଣା ପଡୁଛି କଥାଟା ଯେ କିଛି କଥା ନାହିଁ ନା ଶୁଣ ଆମର ଏତିକି ଶୁଣ ମୋ ହଁ କଥା ଶୁଣ। ଧର୍ମ କାର୍ପଣ୍ୟ ସେବା ପଳେ କିବା ଆସାଧ୍ୟ ମହିତଳେ। ଆଜ୍ଞା ତମେ ଯୋଉ ଭଳି ପ୍ରଶ୍ନ ପଚାରୁଛ ସେ ପ୍ରଶ୍ନର ଉତ୍ତର ଦେବା ପାଇଁ ମୁଁ ବାଧ୍ୟ ନୁହେଁ ତମେ ଆସ ହେଲା ଆସିଲେ ମୁଁ ସେଗୁଡା ସବୁ ବୁଝେଇବି ଫୋନରେ କିଛି କହିହବନି ତେଣୁ ଯେତେବେଳେ ବିଶ୍ଵର ସବୁ ପଦାର୍ଥ ଭାଙ୍ଗି ଭାଙ୍ଗି ଯାଆନ୍ତି ପ୍ରଳୟ ଅବସ୍ଥାରେ ଭାଙ୍ଗି ଭାଙ୍ଗି ଯାଇକି ଆଜ୍ଞା ଭାର୍ଚୁଆଲ ପାର୍ଟିକରେ ପହଞ୍ଚେ ଭାର୍ଚୁଆଲ ପାର୍ଟିକଲ କଣ ହୁଏ ନା ସେ ଅହଙ୍କାରକୁ ପଳେଇଯାଏ ଅହଂଙ୍କାର କଣ ନା ଅହଂକାର ହଉଛି ଚିଦ ଚିନ୍ମୟ ଚିତ୍ ଯୁକ୍ତ ଅଚିତମୟ ଜଡ ଚେତନର ସମନ୍ୱୟରେ ଅହଂକାର ଟା ତିଆରି ହେଇଛି ସେ ସ୍ତରଟା ଆଜ୍ଞା ଜଡ ଆଉ ଚେତନ ଦିଟା ମିଶିକି ଚେତନ ହଁ ଦିଟା ମିଶେଇକି ଏବଂ ଖାଲି ସେତିକି ନୁହେଁ ପୁଣି ଭାଗବତ କହୁଛି ସେଇଟା ହଉଛି ଭୂତାଦି ଭୂତାଦି କହିଲେ ଭୂତ କହିଲେ ପଦାର୍ଥ ଆଦି କହିଲେ ମୂଳ ପଦାର୍ଥର ମୂଳ ସ୍ତର ହଉଛି ସେଇ ବ୍ଲୁ ଫିଲ୍ଡ ଟା ଯୋଉଠ କିି ଆଜ୍ଞା ପଦାର୍ଥ ସୃଷ୍ଟି ରହୁଛି ଆଚ୍ଛା ଯେତେବେଳେ ସେ ଆଜ୍ଞା ଚେତନ ଆଉ ଜଡର ସମନ୍ୱୟରେ ଅଛି ତାହେଲେ ସେଠି ବଳ ଦି ଭାଗରେ ବିଭକ୍ତ ହେଇଛି ଗୋଟେ ଚେତନ ବଳ ଗୋଟେ ଜଡ ବଳ ଆଉ ଜଡ ବଳର ଧାରକ ହଉଛି ଚେତନ ବଳ ତେଣୁ ଚେତନ ଶକ୍ତି ଦ୍ଵାରା ଜଡ ଶକ୍ତି ସେଠି କଣ ନା ଧାରଣ ହେଇକି ରହିଛି ଜଡ ଆଜ୍ଞା ତେଣୁ ସେଇ ଗୋଟିଏ ଜାଗାରେ ଜଡ ଶକ୍ତି କି ଆଜ୍ଞା କୁହାଯାଏ ବ୍ଲାକ୍ ଏବଂ ଚେତନ ଶକ୍ତି କି କୁହାଯାଏ ବ୍ରାଇଟ୍ କାହିଁକିନା ଚେତନ ଶକ୍ତି ହଉଛି ଉଜ୍ଜଳ ଜଡ ଶକ୍ତି ଟା ହଉଛି ଅନୁଜ୍ଜଳ ବା ଅନ୍ଧାର ଆମର ଭାଗବତ ଭାଷାରେ ଆ ତେଣୁ ଆଜ୍ଞା ଆଜ୍ଞା ବ୍ଲୁ ଫିଲ୍ଡ ରୁ ଆକାଶ ତିଆରି ହଉଛି ଆଜ୍ଞା ଆଜ୍ଞା ଆକାଶ କେତେବେଳେ ତିଆରି ହଉଛି ନା ଯେତେବେଳେ ଭର୍ଚୁଆଲ ପାର୍ଟିକିଲ ଗୁଡାକ ସୃଷ୍ଟି ହଉଛି ବ୍ଲୁ ଫିଲ୍ଡ ରୁ ଭର୍ଚୁଆଲ ପାର୍ଟିକୁଲର କାମ ହେଲା ସେ ଅହରହ ସ୍ପନ୍ଦନଶୀଳ ତେଣୁ ସ୍ପନ୍ଦନ ସେଇ ଯୋଉ ସ୍ପନ୍ଦନଶୀଳ ଅବସ୍ଥା ଟାକୁ ଆମର ଭାଗବତରେ କୁହାଯାଏ ଶବ୍ଦ ତେଣୁ ଆକାଶର ଗୁଣ ଶବ୍ଦ ଅର୍ଥ ଆମର ବ୍ଲୁ ଫିଲ୍ଡ ପରେ ଯୋଉ ରହିଲା ଆକାଶ ସେଟା ତା ଯୋଉ ଭର୍ଚୁଆଲ ପାର୍ଟିକଲ ସେ ଅହରହ ସ୍ପନ୍ଦିତ ହଉଛି ତେଣୁ ତାକୁ ଶବ୍ଦ ବୋଲିକି କୁହାଯାଉଛି ଆଉ କଣ ଆଚ୍ଛା ବ୍ଲୁ ଫିଲ୍ଡ ଯେତେବେଳେ ଭାଙ୍ଗି ଯାଉଛି
ସେତେବେଳେ କ'ଣ ହଉଛି ନା ସେଥିରେ ଜଡ଼ ଚେତନ ଦିଟା ରହିଛି ତ ସେଠି ଚେତନ ଶକ୍ତିଟା ଲୋପ ପାଇଯାଉଛି। ଚେତନ ଶକ୍ତି ଲୋପ ପାଇକି କେବଳ ଜଡ଼ ନା ଭୁଲ ହେଇଗଲା ଜଡ଼ଟା ଲୋପ ପାଇଯାଉଛି କେବଳ ଚେତନଟା ରହୁଛି। ଯେତେବେଳେ ଚେତନଟା ରହୁଛି ସେ ଫିଲ୍ଡର ନାଁ ହଉଛି ରେଡ୍ ଫିଲ୍ଡ। ରେଡ୍ ଫିଲ୍ଡ କାହିଁକି କୁହାଯିବ ନା ସେ ରେଡ୍ ଫିଲ୍ଡ କହିବାର ଅର୍ଥ ହଉଛି ସେଟା ହଉଛି ବୁଦ୍ଧି ତତ୍ତ୍ୱ। ବୁଦ୍ଧି ତତ୍ତ୍ୱ ବା ମହତତ୍ତ୍ୱ ଯାହା କହୁଛନ୍ତି ଆମର ଦର୍ଶନ ଭାଷା। ମହତତ୍ତ୍ୱ ଯୋଉ ବୁଦ୍ଧି ତତ୍ତ୍ୱ ରହିଲା ତାଙ୍କର ରଙ୍ଗଟା ହଉଛି ଲାଲ। ତେଣୁ ମୁଁ ତାକୁ ତାହା ନ କହିକି ମୁଁ ତାକୁ କହିଦେନି ବ୍ଲୁ ଫିଲ୍ଡ ପରେ ରହିଲା ରେଡ୍ ଫିଲ୍ଡ। ଆଚ୍ଛା ରେଡ୍ ଫିଲ୍ଡରେ ଯୋଉ ଚେତନ ଶକ୍ତିଟା ସ୍ୱତନ୍ତ୍ର ରେଡ୍ ଫିଲ୍ଡରେ ରହିଲା ସେଇଟା କ'ଣ ହେଲା ନା କେବଳ ଚିତ୍ ଶକ୍ତି ଏବଂ ତାହା ଦେହରେ ଟ୍ରାନ୍ସପାରେଣ୍ଟ ଫିଲ୍ଡ ମଧ୍ୟ ରହିଛି। କାହିଁକିନା ସ୍ୱଚ୍ଛ ପଦାର୍ଥରେ ଆମେ ଯୋଉ ରଙ୍ଗ ଦେବା ସେ ସେଇ ରଙ୍ଗରେ ରଙ୍ଗିତ ହେଇଯିବ। ତେଣୁ ଟ୍ରାନ୍ସପାରେଣ୍ଟ ଫିଲ୍ଡ ଭିତରେ ରେଡ୍ ଫିଲ୍ଡ ରହିଥିବାରୁ ସେ କ'ଣ ହଉଛି ନା ମହତତ୍ତ୍ୱ ହେଇଛି। ସେ ଟ୍ରାନ୍ସପାରେଣ୍ଟ ଫିଲ୍ଡରେ ଯୋଉ ଚିତ୍ ଶକ୍ତିଟା ରହିଲା ତା ନାଁ ହେଲା ଚିତ୍ତ। ଆଚ୍ଛା ସେଇ ଯୋଉ ଟ୍ରାନ୍ସପାରେଣ୍ଟ ଫିଲ୍ଡ ତ ରହିଲା ରେଡ୍ ଫିଲ୍ଡ ରହିଲା। ରେଡ୍ ଫିଲ୍ଡ ଯେତେବେଳେ ବିଲୋପ ହେଇଯାଉଛି ଭାଙ୍ଗି ଯାଉଛି ସେତେବେଳେ କ'ଣ ହଉଛି ନା ଆଉ ଗୋଟେ ଫିଲ୍ଡ ରହୁଛି ସେଟା ହଉଛି ହ୍ୱାଇଟ୍ ଫିଲ୍ଡ। ସେ ହ୍ୱାଇଟ୍ ଫିଲ୍ଡ ଗୋଟେ ଆଲୋକ, ଚେତନ ଆଲୋକ। ଯେମିତି ସୂର୍ଯ୍ୟଙ୍କର ଧଳା ଆଲୋକ ଗୋଟେ ଆଲୋକ ସିଏ ମଧ୍ୟ ସେମିତି ଗୋଟେ ଆଲୋକ ହ୍ୱାଇଟ୍ ଫିଲ୍ଡ। ସେ ହ୍ୱାଇଟ୍ ଫିଲ୍ଡଟା ସୃଷ୍ଟି ଯିଏ ଧାରଣ କରିଛି ତାକୁ କୁହାଯାଏ ଜ୍ଞାନ। ସେ ହ୍ୱାଇଟ୍ ଯୋଉ ଧଳା ରଙ୍ଗଟାର ନାଁ ହଉଛି ଇଚ୍ଛା। ତେଣୁ ହ୍ୱାଇଟ୍ ଫିଲ୍ଡରେ ଇଚ୍ଛା ଏବଂ ଜ୍ଞାନ ଏଇ ଦୁଇ ଜଣ ମିଶିକି ରହିଛନ୍ତି। ଜ୍ଞାନକୁ ଯଦି ସୂର୍ଯ୍ୟ କହିବା ଇଚ୍ଛା ହଉଛି ତାର ତରଙ୍ଗ। କ'ଣ ବୁଝିପାରିଲେ? ତେଣୁ ଇଚ୍ଛା ତରଙ୍ଗ ହେଲା ହ୍ୱାଇଟ୍। ଇଚ୍ଛା ତରଙ୍ଗରୁ ନାଲି, ନୀଳ ଏବଂ ହଳଦୀ ତିନିଟା ରଙ୍ଗ ସୃଷ୍ଟି ହଉଛି। ପ୍ରାଇମେରୀ କଲର ସୃଷ୍ଟି ହେଇକି ତଳକୁ ଆସିକି ପଦାର୍ଥ ସବୁ ତିଆରି ହଉଛି। ତାପରେ ଭାର୍ଚୁଆଲ ପାର୍ଟିକଲ ହଉଛି ସବୁ ହଉଛି। ହ୍ୱାଇଟ୍ ପାର୍ଟିକଲ ଯେତେବେଳେ ପରିବର୍ତ୍ତିତ ହେଇଯାଉଛି ତାପରେ ହଉଛି ଟ୍ରାନ୍ସପାରେଣ୍ଟ ଫିଲ୍ଡ। ଟ୍ରାନ୍ସପାରେଣ୍ଟ ଫିଲ୍ଡରେ କେବଳ ଚେତନ ବଳ ରହେ ଯୋଉଟା କି ବିଶ୍ୱର ଶେଷ ନିର୍ଯାସ ମହାକାଳ ସେ ଜାଗାରେ ଉପସ୍ଥିତ ହୁଏ ଏବଂ ସେଇଟା ହଉଛି ବିଶ୍ୱର ଶେଷ ନିର୍ଯାସ। ସେଇ ଯୋଉ ଚେତନ ବଳଟି ଲାଷ୍ଟକୁ ରହେ ସେଇ ଯେତେବେଳେ ସୃଷ୍ଟି ପ୍ରକ୍ରିୟା ଆସେ ଚେତନ ବଳରୁ ହ୍ୱାଇଟ୍ ଫିଲ୍ଡରୁ ରେଡ୍ ଫିଲ୍ଡରୁ ବ୍ଲୁ ଫିଲ୍ଡରୁ ଆମର ପଳେଇ ଆସିବ ସ୍କାଏ ବା ୟେଲୋ ଫିଲ୍ଡ। ତେଣୁ ଆକାଶରେ ଯେତେବେଳେ ପହଞ୍ଚିଯିବ ସେତେବେଳେ କ'ଣ ହଉଛି ନା ଭାର୍ଚୁଆଲ ପାର୍ଟିକଲ ତିଆରି ହେଇଯାଉଛି, ଅଟୋମେଟିକ ତିଆରି ହେଇଯାଉଛି। ଭାର୍ଚୁଆଲ ପାର୍ଟିକଲ ଗୁଡାକ ପରସ୍ପର ଭିତରେ ମିଶି ସାରିଲା ପରେ ସେଥିରୁ ଇଲେକ୍ଟ୍ରନ ଆଉ ପଜିଟ୍ରନ ତିଆରି ହଉଛି। ତାକୁ କୁହାଯାଏ କ୍ୱାଣ୍ଟମ ଫିଲ୍ଡ। ଇଲେକ୍ଟ୍ରନ ପଜିଟ୍ରନ ମିଶି ସାରିଲା ପରେ ସେଥିରେ ନ୍ୟୁଟ୍ରନ ସୃଷ୍ଟି ହୁଏ। ନ୍ୟୁଟ୍ରନ ଇଲେକ୍ଟ୍ରନ ପଜିଟ୍ରନ ମିଶି ସାରିକି ଯୋଉ ଫିଲ୍ଡ ତିଆରି ହୁଏ ସେ ଫିଲ୍ଡ ନାଁ ହଉଛି ହିଗ୍ସ ଫିଲ୍ଡ। ହିଗ୍ସ ବୋସନ ବାହାର କରିଥିଲେ। ହିଗ୍ସ ଫିଲ୍ଡରେ କ'ଣ ହୁଏ? ହିଗ୍ସ ଫିଲ୍ଡରୁ ଯେତେବେଳେ ସେ ପୁଣି ରୂପାନ୍ତରିତ ହୁଏ ସେତେବେଳେ କ'ଣ ହୁଏ ନା ଆଟମ ତିଆରି ହୁଏ। ପରମାଣୁ ଗୁଡ଼ିକ ଯେତେବେଳେ ପରସ୍ପର ମିଶନ୍ତି ସେତେବେଳେ ଅଣୁ ତିଆରି ହୁଏ। ଅଣୁ ତିଆରି ହେଇ ସାରିଲା ପରେ ସେଇ ଅଣୁ ଗୁଡ଼ିକର ସମାହାରକୁ କୁହାଯାଏ ବାଷ୍ପ, ଗ୍ୟାସ। ତେଣୁ ତାକୁ ବାୟୁ ବୋଲି କହନ୍ତି ଆମେ। ଗ୍ୟାସ ଯେତେବେଳେ କଣ୍ଟ୍ରାକ୍ଟ ହବ ସେତେବେଳେ ହବ ୱାଟର, ଲିକ୍ୱିଡ ଯେତେବେଳେ କଣ୍ଟ୍ରାକ୍ଟ ହବ ସଲିଡ। ତାମାନେ ସଲିଡ, ଲିକ୍ୱିଡ, ଗ୍ୟାସ ଇଏ ହେଲେ ତିନୋଟି। ଏବଂ ଗ୍ୟାସ ପାର୍ଟିକଲ ଯେତେବେଳେ ତିଆରି ହୁଏ, ଅଣୁ ଯେତେବେଳେ ତିଆରି ହୁଏ ସେତେବେଳେ କ'ଣ ହୁଏ ନା ତାର ଭାଇବ୍ରେସନ ହୁଏ। ସେଇ ଭାଇବ୍ରେସନରୁ ଆମର ହିଟ୍ ଜାତ ହୁଏ। ହିଟ୍ଟା ଆଗରୁ ନଥାଏ ଯେତେବେଳେ ପଦାର୍ଥ ତିଆରି ହୁଏ, କାହିଁକିନା ହିଟ୍ର ମୂଳ ସତ୍ତା ହେଉଛି ଫ୍ରିକ୍ସନ। ଯେତେବେଳେ ଶୂନ୍ୟରେ ଯେତେବେଳେ ଅଣୁ ଗୁଡ଼ାକ ଫ୍ରିକ୍ସନ ହବ ସେତେବେଳେ ହିଟ୍ ତିଆରି ହବ। ସେଥିପାଇଁ ହିଟ୍ର ସ୍ଥାନଟା ହେଉଛି ଗୋଟେ କଥା ହେଉଛି ଯୋଉ ୟେଲୋ ଫିଲ୍ଡ ରହିଲା, ବୁଝିଲେ ନା? ୟେଲୋ ଫିଲ୍ଡରେ ୟେଲୋ ଏବଂ ସେଠି ଆଉ ଗୋଟେ ଜିନିଷ ରହିଲା କ'ଣ ନା ବ୍ଲୁ ୟେଲୋ ଦିଟା ମିଶିଗଲେ ତାକୁ କୁହାଯାଏ ଗ୍ରୀନ୍। ତେଣୁ ୟେଲୋ ଫିଲ୍ଡରେ ତିନିଟା ରଙ୍ଗ ରହିଲେ, ଗୋଟେ ବ୍ଲୁ ରହିଲେ, ଗୋଟେ ୟେଲୋ ରହିଲେ, ଗୋଟେ ଗ୍ରୀନ୍ ରହିଲେ। ବୁଝିପାରିଲେ? ସେଇ ଯୋଉ ବ୍ଲୁଟା ତ ଆକାଶରେ ରହିଲା କିନ୍ତୁ ବ୍ଲୁଟା ଚେତନା ଶକ୍ତିରେ ମଧ୍ୟ ରହିଲା। ଚେତନା ଶକ୍ତିରେ ଯୋଉ ବ୍ଲୁଟା ରହିଥାଏ ତାକୁ କୁହାଯାଏ ସତ୍ୱଗୁଣ ଏବଂ ସେଇଟା ମନ। ଆଚ୍ଛା ଅହଙ୍କାର ଫିଲ୍ଡରେ ଯୋଉ ପୀତ ବର୍ଣ୍ଣଟା ରହିଯାଏ ସେଇଟା ହଉଛି ଅହଙ୍କାର। ଆଚ୍ଛା ଯୋଉ ଗ୍ରୀନଟା ରହିଗଲା, ବୁଝିଲେ ନା?
ସେଇଟା ହଉଛି ରଜଗୁଣ। ଗ୍ରୀନ ଟା ରଜଗୁଣ। କାହିଁକି ନା ଗ୍ରୀନ ଟା ହଉଛି ଜୈବ ଶକ୍ତି, ପିତ୍ତଟା ୟେଲୋଟା ହେଲା ଜଡ଼ ଶକ୍ତି ଏବଂ ବ୍ଲୁଟା ହେଲା ଚେତନ ଶକ୍ତି। ଏ ତିନିଟା ଶକ୍ତି ରହିଛି। ଆମର ଯୋଉ ଗଛ ଫଛ ସବୁ ଯୋଉ ଯୋଉ ଜୈବିକ ଜିନିଷ ଗୁଡାକ ନାଇଁ ଜୈବିକ ଜିନିଷ ଯୋଉ କ୍ରିୟାଶୀଳ ହଉଛି ସେ କେବଳ ଗ୍ରୀନ ଲାଇଟ ରୁ ହଉଛି। ସେ ଗ୍ରୀନ ଲାଇଟ ଟା ହଉଛି ରଜଗୁଣ, ସେ ସବୁବେଳେ ପାଇଁ କ୍ରିୟାଶୀଳ। ପଦାର୍ଥ ଗୁଡାକ ହଉଛି ୟେଲୋ ଲାଇଟ ରୁ ହଉଛି। ଚେତନାର ୟେଲୋ ଲାଇଟ ରୁ ପଦାର୍ଥ ଭୂତ ସବୁ ତିଆରି ହଉଛି, ସ୍ପନ୍ଦନ ଭର୍ଚୁଆଲ ପାର୍ଟିକଲ ତିଆରି ହଉଛି। ଆଉ ମନ ଯୋଉଟା ରହିଲା, ଯୋଉ ବ୍ଲୁଟା ରହିଲା, ସେଟା ହଉଛି ପ୍ରାଣୀ ସହିତ ଡାଇରେକ୍ଟ ସମ୍ପର୍କ ରଖୁଛି। ତେଣୁ ପ୍ରାଣୀ ଦେହରେ ମନ ଶକ୍ତି କାମ କରୁଛି, ଆଉ ପଦାର୍ଥ ଦେହରେ ଅହଙ୍କାର ଶକ୍ତି କାମ କରୁଛି, ଏବଂ ବୃକ୍ଷ ଦେହରେ ଜୈବ ଶକ୍ତି ବା ଗ୍ରୀନ ଶକ୍ତି କାମ କରୁଛି। ତେଣୁ ଗ୍ରୀନ ଏନର୍ଜି ସେଇଟା କଣ ହଉଛି ନା ଜୈବ ଶକ୍ତିରେ ପରିଣତ ହଉଛି। କେମିତି ହଉଛି ନା ଆମର ଗଛଟା ଯେତେବେଳେ ତିଆରି ହଉଛି ସୂର୍ଯ୍ୟ କିରଣ ପଡୁଛି, ସୂର୍ଯ୍ୟ କିରଣ ପଡିକି ଅହରହ ତା ଦେହରେ କ୍ରିୟାଶୀଳ ହଉଛି। ହେଲେ ତାରି ଭିତରେ ସେ ଗ୍ରୀନ ଶକ୍ତିଟା ସୃଷ୍ଟି ହେଇଯାଇଛି ଅଟୋମେଟିକ ଚେତନା, ତାକୁ କୁହାଯାଏ ସଜୀବ ଶକ୍ତି। ଗ୍ରୀନ ଟା ହେଲା ସଜୀବ ଶକ୍ତି ବା ଅର୍ଗାନିକ ଏନର୍ଜି। ଗ୍ରୀନ ଟା ଗ୍ରୀନ ଟା ହଉଛି ଅର୍ଗାନିକ ଏନର୍ଜି। ତାର ପ୍ରପର୍ଟି ହଉଛି ଅର୍ଗାନିକ ପ୍ରପର୍ଟି। ଆଉ ଆମର ଯୋଉ ବ୍ଲୁ ଟା ହେଲା କନସସ୍ ପ୍ରପର୍ଟି, ସେ ପ୍ରାଣୀ ଦେହରେ ପାଣିକୁ ପ୍ରଭାବିତ କରେ। ଆଉ ଅର୍ଗାନିକ ପ୍ରପର୍ଟି ଟା ସେ ଉଦ୍ଭିଦକୁ ପ୍ରଭାବିତ କରେ। ଏବଂ ଇନଟ ପ୍ରପର୍ଟି ଯୋଉ ଜଡଟା ରହିଲା ସେଟା ଇନଟ ପ୍ରପର୍ଟି, ସିଏ କଣ କରେ ନା ଭାର୍ଚୁଆଲ ପାର୍ଟିକଲ କି ପଦାର୍ଥକୁ ପ୍ରଭାବିତ କରେ। ସୁତରାଂ ଯେ ଆମର ଯୋଉ ଫିଲ୍ଡ ରହିଗଲା, ଯୋଉ ବ୍ଲୁ ଫିଲ୍ଡ ରହିଲା, ସେଥିରେ ମନ ଆଉ ଅହଙ୍କାର ଆଉ ଇଏ ହଉଛି ବୁଦ୍ଧି। ବୁଦ୍ଧି ଶକ୍ତି ନୁହେଁ, ରଜଗୁଣ ତୈଜସ। ଗ୍ରୀନଟା ହଉଛି ଗ୍ରୀନଟା ହେଲା ତୈଜସ, ଆଉ ଆମର ବ୍ଲୁଟା ହେଲା ସାତ୍ଵିକ, ଆଉ ୟେଲୋଟା ହେଲା ତାମସ। ସାତ୍ଵିକ, ତାମସ ଏବଂ ତୈଜସ, ଏଇଟା ଭାଗବତରେ ତାର ନାଁ ଅଛି ଯେ ବ୍ଲୁ ଏନର୍ଜି ସେଇଟା ହଉଛି ସାତ୍ଵିକ, ତାକୁ ବୈକାରିକ ମଧ୍ୟ କୁହାଯାଏ। ବୈକାରିକ ଶକ୍ତି, ସାତ୍ଵିକ ଶକ୍ତି ବ୍ଲୁଟାକୁ। ଆଉ ପିତ୍ତଟାକୁ କୁହାଯାଏ ତାମସ ଶକ୍ତି ବା ତମ ଗୁଣ, ଯୋଉଟା କି ଅହଙ୍କାର। ଆଉ ଗ୍ରୀନ ଟା କୁହାଯାଏ ତୈଜସ ବା ରାଜସ ଶକ୍ତି। କଣ ବୁଝିପାରିଲେ ନା? ଏଇ ତିନିଟା ଶକ୍ତି ସେ ବ୍ଲୁ ଫିଲ୍ଡରେ ସୃଷ୍ଟି ହଉଛି। କିନ୍ତୁ ମହତତ୍ଵ ଯିଏ ରହିଲେ ତା ଉପରକୁ, ଏଥିରୁ ଯେତେବେଳେ ଆମର ଗ୍ରୀନ ଆଉ ୟେଲୋ ଏଇ ଦିଟା ଲୋପ ପାଇଯାଏ, ବ୍ଲୁ ଟା କଣ ହୁଏ ନା ରେଡ ଏନର୍ଜିରେ ପରିଣତ ହେଇଯାଏ। ନାଲିରେ ଯେତେବେଳେ ନାଲିରେ ପରିଣତ ହେଇଯାଏ, ସେତେବେଳେ କଣ ହୁଏ ନା ତାକୁ କୁହାଯାଏ ମହତତ୍ଵ ବା ମହତ, ସେ ଜାଗାଟା ନା।